ମେଘମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ଅପୂର୍ବ ସୁଯୋଗ ଆମେ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ଦ୍ୱାରା ସେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ଧନ୍ୟବାଦ ଦିଏ, କାରଣ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଆପଣମାନେ ନିୟମିତ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ମଧ୍ୟ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏ ପ୍ରକାର ଅଟେ, ଦୁଃଖ କଷ୍ଟ କାହିଁକି ଅସହ୍ୟ ଲାଗୁଛି? ଦୁଃଖ କଷ୍ଟ କାହିଁକି ଅସହ୍ୟ ଲାଗୁଛି? ପ୍ରିୟମାନେ, ଆମମାନଙ୍କ ପରମେଶ୍ୱର ସେ ଆମମାନଙ୍କୁ କହିଛନ୍ତି ଯେ ଆମମାନଙ୍କୁ କୌଣସି ପ୍ରକାର ଅସହ୍ୟ ପରୀକ୍ଷାରେ ପରୀକ୍ଷିତ ହେବା ପାଇଁ ଦେବେ ନାହିଁ। ଏହା ଆମମାନେ ସେହି ପଦ ଜାଣିଉ। ପ୍ରଥମ କରନ୍ଥୀୟ 10:13 ପଦରେ ପରମେଶ୍ୱର କହନ୍ତି ଯେ ମନୁଷ୍ୟ ପ୍ରତି ଯେଉଁ ପ୍ରକାର ପରୀକ୍ଷା ସ୍ୱାଭାବିକ, ତାହା ଛଡ଼ା ଅନ୍ୟ ପ୍ରକାର ପରୀକ୍ଷାରେ ସେ ଆମମାନଙ୍କୁ ପରୀକ୍ଷିତ ହେବା ପାଇଁ ଦେବେ ନାହିଁ। ଆମର ଶକ୍ତି, ଆମର ସାମର୍ଥ୍ୟ ବାହାରେ ସେ ଆମମାନଙ୍କୁ ପରୀକ୍ଷିତ ହେବା ପାଇଁ ଦେବେ ନାହିଁ। ମାତ୍ର ଆଜି ଅନେକଙ୍କର ଜୀବନରେ ସେମାନେ ଯେଉଁ ଦୁଃଖ କଷ୍ଟ ସମସ୍ୟା ମଧ୍ୟ ଦେଇ ଯାଉଛନ୍ତି, ତାହା ସେମାନେ କହୁଛନ୍ତି ଏଇଟା ଅସହ୍ୟ, ମୁଁ ପାରୁନାହିଁ, ମୁଁ ବହୁତ କଷ୍ଟ ଯନ୍ତ୍ରଣାରେ ଅଛି, ମୋତେ ପ୍ରଭୁ ମୋର ଶକ୍ତି ସାମର୍ଥ୍ୟ ଠାରୁ ବାହାରେ ସେ ପରୀକ୍ଷା କରୁଛନ୍ତି। ଆପଣ ଯେଉଁମାନେ ଶୁଣୁଛନ୍ତି, ଆପଣମାନଙ୍କର ମଧ୍ୟ ସେ ସମାନ ପ୍ରକାର ପ୍ରଶ୍ନ ଥାଇପାରେ ଯେ ମୋ ଜୀବନର ଦୁଃଖ କଷ୍ଟ ଗୁଡ଼ିକ ଅସହ୍ୟ, ଭୟଙ୍କର ଯନ୍ତ୍ରଣାଯୁକ୍ତ, ଏ ପ୍ରକାର ଆପଣ କହନ୍ତି। ଆଉ ହେଇ ମଧ୍ୟ ଥିବ। ମାତ୍ର ବାଇବଲ ଏ ବିଷୟରେ କ'ଣ କହେ, ସେ ବିଷୟରେ ଆମେ ଅଳ୍ପ ସମୟ ଦେଖିବା। କାହିଁକି ଦୁଃଖ କଷ୍ଟ ଆମକୁ ଅସହ୍ୟ ପରି ମନେ ହେଉଛି, ତାହା ଆମେ ପାଇପାରିବା। ପଢ଼ିବା ଗୋଟେ ପଦ, ଗୀତ ସଂହିତା 106 ଗୀତ, ଏହାର 13 ପଦ। ଗୀତ ସଂହିତା 106 ଗୀତର 13 ପଦ ଲେଖାଗଲା, ସେମାନେ ତାହାଙ୍କର କର୍ମ ସକଳ ଶୀଘ୍ର ପାସୋରି ଗଲେ, ସେମାନେ ତାହାଙ୍କ ମନ୍ତ୍ରଣାର ଅପେକ୍ଷା କଲେ ନାହିଁ। ଆଜି ଦୁଃଖ କଷ୍ଟ ଅସହ୍ୟ ଲାଗିବାର ମୁଖ୍ୟ କାରଣ କ'ଣ? ସେମାନେ ପରମେଶ୍ୱର କରିଥିବା ଆଶ୍ଚର୍ଯ୍ୟ କର୍ମ, ପରମେଶ୍ୱର କରିଥିବା ଆଶୀର୍ବାଦ, ଏସବୁ ଗୁଡ଼ିକ ସେମାନେ ଭୁଲିଗଲେ, ପାସୋରି ଗଲେ। ଇସ୍ରାଏଲ ଲୋକଙ୍କୁ ପରମେଶ୍ୱର କି ପ୍ରକାର ଭାବରେ ମିଶର ଦେଶରୁ ବାହାର କରି ଆଣିଲେ। ଯେଉଁ ସମୟରେ ସେମାନେ ମିଶର ଦେଶରୁ ବାହାରୁଥିଲେ, ସୁପ ସାଗର ଆସିଲା ବାଟରେ ଆଉ ପରମେଶ୍ୱର ସେ ସୁପ ସାଗରକୁ ମଧ୍ୟ ଦୁଇ ଭାଗ କଲେ ଆଉ ଇସ୍ରାଏଲ ଲୋକଙ୍କୁ ବାହାର କରିକି ଧରି ପଳାଇ ଆସିଲେ। ଯେଉଁ ପରମେଶ୍ୱର ଆମମାନଙ୍କ ଜୀବନରେ ଥିବା ସୁପ ସାଗରକୁ ଦୁଇ ଭାଗ କରିଛନ୍ତି, ଏବେ କ'ଣ ଆମେ ଗୋଟେ ନାଳକୁ ଡରିବା, ଗୋଟେ ଝରଣାକୁ ଡରିବା? କାହିଁକି ଆମକୁ ନାଳ, ଝରଣା, ଏ ପ୍ରକାର ଛୋଟିଆ ଛୋଟିଆ ବିଷୟ ଗୁଡ଼ିକ ମଧ୍ୟ ଆଜି ଅସହ୍ୟ ମନେ ହେଉଛି? କାରଣ ଆମେ ପରମେଶ୍ୱର କରିଥିବା କାର୍ଯ୍ୟ ଗୁଡ଼ିକକୁ ଆମେ ପାସୋରି ଯାଇଛୁ, ଭୁଲି ଯାଇଛୁ। ଯେଉଁ ସମୟରେ ପରମେଶ୍ୱର ଆମ ପାଇଁ କରିଥିବା କାର୍ଯ୍ୟ ଗୁଡ଼ିକକୁ ଆମେ ପାସୋରି ଯାଉ, ସେହି ସମୟରେ ଆମମାନଙ୍କ ଜୀବନରେ ଦୁଃଖ କଷ୍ଟଟା ଅସହ୍ୟ ପରି ମନେ ହୁଏ। ପ୍ରିୟମାନେ, ଆପଣ ଆପଣଙ୍କ ଅତୀତକୁ ଟିକେ ଅନେଇ ଦେଖନ୍ତୁ। ପରମେଶ୍ୱର ଅତୀତରେ କି ପ୍ରକାର ଭାବରେ ଆମର ଯତ୍ନ ନେଇଛନ୍ତି, କି ପ୍ରକାର ଭାବରେ ଆମର ପ୍ରତିପାଳନ କରିଛନ୍ତି। ଇସ୍ରାଏଲ ଲୋକମାନଙ୍କୁ ପରମେଶ୍ୱର ସୁପସାଗରକୁ ଦୁଇ ଭାଗ କରିକିନା କାଢ଼ି ଆଣିଲେ, ପଥରରୁ ଜଳ ଦେଲେ, ସ୍ୱର୍ଗରୁ ଖାଦ୍ୟ ସେ ପ୍ରଦାନ କଲେ, ତାଙ୍କୁ ମାଂସ ଖାଇବି ମାଂସ ଦେଲେ, ସେମାନଙ୍କ ଚପଲ ଦିନକୁ ଦିନ ବଢ଼ୁଥିଲା, ସେମାନଙ୍କ ଡ୍ରେସ୍ ଦିନକୁ ଦିନ ବଢ଼ୁଥିଲା, କାହାର ଗୋଡ଼ ମଧ୍ୟ ଫୁଲୁ ନଥିଲା। ଦିନରେ ମେଘସ୍ତମ୍ଭ, ରାତିରେ ଅଗ୍ନିସ୍ତମ୍ଭ ଦେଇ ସେ ଅତି ଯତ୍ନ ସହକାରେ ସେମାନଙ୍କୁ କଢ଼େଇ ଆଣୁଥିଲେ। ମାତ୍ର ଦୁଃଖ କଷ୍ଟ ତାଙ୍କୁ କାହିଁକି ଅସହ୍ୟ ମନେ ହେଲା? କାରଣ ପରମେଶ୍ୱର ଯେଉଁ କାର୍ଯ୍ୟ ସେମାନଙ୍କ ପାଇଁ କରିଥିଲେ, ସେମାନେ ଅତି ଶୀଘ୍ର ସେସବୁ ଗୁଡ଼ିକ ପାସୋରି ଗଲେ। ପ୍ରିୟମାନେ, ଦୁଃଖ କଷ୍ଟ କେତେବେଳେ ଅସହ୍ୟ ମନେ ହୁଏ? ଯେଉଁ ସମୟରେ ପରମେଶ୍ୱର କରିଥିବା କାର୍ଯ୍ୟ ଗୁଡ଼ିକକୁ ଆମେ ଭୁଲି ଯାଉ, ପାସୋରି ଯାଉ, ସେହି ସମୟରେ ଆମ ଜୀବନରେ ଦୁଃଖ କଷ୍ଟ ଗୋଟେ ବହୁତ ବଡ଼ ପାହାଡ଼ ପରି ମନେ ହୁଏ। ଯେଉଁ ସମୟରେ ଇସ୍ରାଏଲ ଲୋକ ବିରୁଦ୍ଧରେ
बहुत बड़ शत्रु गलियात से ठिया है से समय इज्राएल लोक मैंने समस्ते छानिया हो गले आमे ता विरुद्ध रे जाई परिबा नहीं से बहुत डेंगा बहुत शक्तिशाली जीवन रे केबे मध्य हारी नहीं सबु समय युद्ध करी समस्त को पराजय करिछि समस्ते छानिया होतबा समय रे गोटे छोट बालक दाऊद ता सहित युद्ध करबा पई से प्रस्तुत हैला मु ता सहित युद्ध करिवि जिते से युद्ध करबा पई जिबा समय रे साउल राजा से निजे ताको निरुत्साहित कले तुम पारिब नहीं तुम दे हे पारिब नहीं तुम करि पारिब नहीं से समय रे से साउल राजा को कहउछंती प्रथम सामुएल 17 अध्याय 34 पद तो दाऊद साउल को कहिले आपणक दास आपणार पितार मेष चराऊ थाए पुणी कौन सी समय गोटे सिंह कि गोटे भालू आसी पल मध्य छुआ घेनीगले मु ताहा पछे गड़े ताकू मारी ता मुखरु छुआ को रक्षा करे पुणी से मो ऊपर उठिले मु ताहार दाढ़ी धरी ताहाको मारी बोध करे आपणक दास सिंह और भालू उभय को बोध करिअछि पुणी एही असुनत पलेस्टे सेमानंकर गोटिक परी हेब कारण से जीवित परमेश्वर को सैन्य श्रेणी को तुच्छ करिअछि प्रिय माने अन्य माने गलियात सम्मुख रे जाई पारु नथिले काहेकि कारण परमेश्वर अतीत रे सेमानक जीवन रे करिथिबा शक्ति आश्चर्य कर्म से सब गुड़िक को से माने पासरी जाइछंती मात्र दाऊदंकर मन अछि से कि प्रकार भावरे से भालू को हरैछंती कि प्रकार भावरे से सिंह को हरैछंती आउ जो परमेश्वर भालू आउ सिंह उभय को पराजय करिबा पई दाऊदंकु बल देइथिले शक्ति देइथिले एई कथा दाऊदंकर मने अछि सेति से गलिया सम्मुख रे जाई गलिया सहित युद्ध करिबाकु मध्य केबे हेले मध्य भयभीत हेले नहीं अन्य माने भयभीत हेले डरी गले आमे पारिबु नहीं आम दे हे पारिबु नहीं से भयंकर तार शक्ति तार सामर्थ्य कहीं परमेश्वरंकर जो कार्य तांको जीवन रे हेइतिला से माने सेई कार्य को भूली गले जो परमेश्वर फार परी गोटे शक्तिशाली राजा को पानी रे बुड़े दंड देइथिले जो परमेश्वर रास्ता आसुवा प्रत्येक राजा मान को पराजय करथिले से परमेश्वरंकर शक्ति को इज्राएल लोक माने भूली जाइथिले पासरी जाइथिले प्रिय माने आज दुख कष्ट कहीं आपणकर असह्य मन होची जो समय आपण अनेक टंका धार रे थिले परमेश्वर सुझीदेले आज गोटे छोट ऋण पाई कहीं आप छटपट होती कहीं एत व्यस्त होती जो समय आपंक जीवन में बड़ बड़ रोग होता परमेश्वर से समय आश्चर्य भाव से बड़ रोग को मध्य सुस्थता आरोग्यता प्रदान कले परिवार रे भयंकर अशांति थिला से समय परमेश्वर परिवार रे शांति आनीदेले आज आपणकर परिवार रे छोटिया छोटिया विषय छोटिया अभाव छोटिया रोग छोटिया प्रकार परिस्थिति ये सब आप कहीं छानिया ही जाऊँच दुख कष्ट कहीं आपको असह्य मन होची कारण आप अतीत रे परमेश्वर करिथिबा विषय गुड़िक को पासरी जाउछंती परमेश्वर को शक्ति को पासरी जाउछंती सेथिपाई दुख कष्ट आपन को असह्य मन होची सेथिपाई अतीत रे परमेश्वर करिथिबा कार्य गुड़िक को आपन स्मरण कर बाइबल रे करिथिबा कार्य गुड़िक को स्मरण कर ताहाले आपन कोनोसी प्रकार भाव रे डिस्करेज हेबेने आसंतु प्रार्थना करिबा पई जिबा पवित्र मंगलमय पिता मु तुमको धन्यवाद दिए प्रशंसा करे गौरव करे कारण तुम्हें आश्चर्य कर्म करिपार अद्वितीय परमेश्वर तुम परी आश्चर्य कर्म केही मध्य करि पारंती नहीं तुम्हें ही एक परमेश्वर जे कि आश्चर्य कर्म करिपार सेथिपाई मु तुमको धन्यवाद 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 दिए तुम्हें आज पुनर्बार तुम वाक्य द्वारा आमान को उत्साहित करिछ आउ दुख रे भांगी पड़िथिबा समय रे वाक्य द्वारा तुम्हें आमान को सांत्वना देइछ सेथिपाई तुम नाम स्तुति महिमा करुछि तुम्हें गौरव पाओ महिमा पाओ प्रभु जो माने निरुत्साहित अछंती दुख रे अछंती कष्ट रे अछंती सेमान को दया करी तुम्हें संभाली गौरव पाओ प्रार्थना प्रिय प्रभु यीशुଙ୍କ नाम रे मागुछु आमेन आमेन प्रेज द लॉर्ड प्रभु आम समस्त को प्रचुर भाव आशीर्वाद करंतु प्रभु अनुग्रह कले आसंता अध्याय रे आ नुआ प्रसंग रे परस्पर सहित साक्षात करिबा समस्त को नमस्कार प्रेज द लॉर्ड गॉड ब्लेस यू।